ଆଗଥରକ ମୁଁ କହିଥିଲି ଯେ ଯିଏ ବ୍ୟକ୍ତି 33 କୋଟି ଦେବତାଙ୍କୁ ବିଶ୍ୱାସ କରେ କିନ୍ତୁ ନିଜକୁ ବିଶ୍ୱାସ କରେନି, କିନ୍ତୁ ସେଇ ଲୋକଟି 33 କୋଟି ଦେବତାଙ୍କୁ ବିଶ୍ୱାସ କରେ। ସେଇ ବ୍ୟକ୍ତିଟି 33 କୋଟି ଦେବତାଙ୍କୁ ବିଶ୍ୱାସ କରେ କିନ୍ତୁ ନିଜକୁ କରେନି। ସେଇ ଲୋକକୁ ସ୍ୱାମୀ ବିବେକାନନ୍ଦ କହୁଛନ୍ତି ଯେ ତମେ ନାସ୍ତିକ। ଆମେ କ'ଣ ଜାଣିଥିଲେ ନା ଯେଉଁମାନେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତିନି ସେମାନେ ନାସ୍ତିକ, କିନ୍ତୁ ସ୍ୱାମୀ ବିବେକାନନ୍ଦ ଏଠି ବୁଝେଇ ଦେଲେ। ବେଦାନ୍ତ କ'ଣ କରେ ନା ବ୍ୟାଖ୍ୟା କରେ ଯେ ମୁଁ ନିଜକୁ ବିଶ୍ୱାସ କଲିନି, ମୁଁ ଏଇଟା ପାରିବି, କିନ୍ତୁ ଈଶ୍ୱରଙ୍କ ଉପରେ ମୋର ବିଶ୍ୱାସ ଯେ ଈଶ୍ୱର ଏଇଟା ପାରିବେ। କିଏ କହିଲା ଏଇଟା ନା ମୁଇଁ ନିଜେ କହିଲି ଈଶ୍ୱର ଏଇଟା ପାରିବେ। ତ ସେଇଟାକୁ ସେ ବ୍ୟାଖ୍ୟା କରୁଛନ୍ତି ଯେ ତମେ ତ ବିଶ୍ୱାସ କଲ ତାଙ୍କୁ, କିନ୍ତୁ ନିଜକୁ ତମେ ବିଶ୍ୱାସ କରୁନ। ତ ନିଜକୁ କ'ଣ କରି ଭାବିଛ ନା ଦୁର୍ବଳ। ମୁଁ ଦୁର୍ବଳ, ମୁଁ କିଛି ପାରିବିନି, ମୁଁ ଚୋର, ମୁଁ ନିଜକୁ ଭାବିପାରେ ମୁଁ ଚୋର, ମୁଁ ବଦମାସ, ଖରାପ, ମୁଁ ଏଇଟା ପାରିବିନି, ମୁଁ ସେଇଟା ପାରିବିନି, ଏବଂ ମୁଁ ରିପୁର ସାହାଯ୍ୟରେ ଦୁର୍ବଳତା, ମୋର ଯେଉଁ ରାଗ ଅଛି, ଘୃଣା ଅଛି, କ୍ରୋଧ ଅଛି, ଲୋଭ ଅଛି, ମୋହ ଅଛି, ସେଥିରେ ମୁଁ ଏତେ ଆସକ୍ତ, ସେଥିରେ ମୁଁ ଏତେଟା ମାନେ ଯୁକ୍ତ, ସେଇ ରିପୁ ଗୁଡ଼ାକ ମାଧ୍ୟମରେ ମୁଁ ଏତେ ଜର୍ଜରିତ କି ମୁଁ ବଡ଼ ହେଇପାରେନି। ତ ଯେଉଁମାନେ ପ୍ରଚଣ୍ଡ ରାଗି ଯାଆନ୍ତି କାହିଁକିନା ସେମାନେ ଦୁର୍ବଳ ପ୍ରକୃତିର ମଣିଷ। ସେଥିପାଇଁ କି ଯେ ସବଳ ପ୍ରକୃତିର ମଣିଷ ସେ ଚଟ କରି ରାଗିବେନି, ସେମାନେ ବଡ଼ ବଡ଼ କାମ କରିବେ। କିଏ କହୁଛନ୍ତି? ସ୍ୱାମୀ ବିବେକାନନ୍ଦ କହୁଛନ୍ତି। ଚଟ କରି ରାଗିଯିବା, ଚଟ କରି ଘୃଣା କରିବା ବା ଲୋଭ ହେଇଯିବ ଚଟ କରିକି, ମାନେ ରିପୁ, ମୋ ଭିତରେ ଯେଉଁ ରିପୁ ଗୁଡ଼ିକ ଅଛି ସେଥିରେ ମୁଁ ସେ ରିପୁ ଗୁଡ଼ିକ ମୋତେ ଚାଳନା କରୁଛି। ରିପୁ ଉପରେ ମୋର କଣ୍ଟ୍ରୋଲ ନାହିଁ। ସେଥିପାଇଁ କହୁଛନ୍ତି ସ୍ୱାମୀ ବିବେକାନନ୍ଦ ବେଦାନ୍ତ ଚର୍ଚ୍ଚା ଆମକୁ କରିବାକୁ ହବ। କ'ଣ କଲେ କ'ଣ ହବ ନା ଆମର ଏଇ ଯେ ଚଟ କରି ରାଗିଯିବାଟା, ଲୋଭ, ମୋହ, କାମ, କ୍ରୋଧରେ ଆମେ ଆସକ୍ତ ହେଇ ପଡ଼ୁଛେ, ସିଏ ଆମକୁ ରାଗଉଛି, ତାପରେ ରାଗି ଯାଉଛେ, ତ ଆମେ ଜୀବନରେ ବଡ଼ କିଛି କରିପାରୁନେ ଏବଂ ଆମେ ନିଜକୁ ବିଶ୍ୱାସ ବି କରିପାରୁନେ। ଆମେ ନିଜକୁ ଭଲ ସୁନ୍ଦର ମଣିଷଟିଏ ବି ଭାବି ବି ପାରୁନେ। ଆମ ଚିନ୍ତାରେ ବି ସେଗୁଡ଼ିକ ଆସୁନି। ତ ସେଇ ଚିନ୍ତାକୁ ସୁସ୍ଥ କରିବା ପାଇଁକି ସ୍ଥିର ଚିନ୍ତା ବା ସୁସ୍ଥ ଚିନ୍ତା ଆମର ନାହିଁ ବୋଲି ଆଜି ଆମେ ନିଜକୁ ଏତେ ଛୋଟ ମନେ କରୁଛୁ। ଆମେ ନିଜକୁ ଆଦର୍ଶ ତିଆରି କରିପାରୁନୁ ଯେ ଆମଠାରୁ କେହି କିଛି ଶିଖିବେ। ଆମେ କ'ଣ କରୁଛୁ ନା ମୁଁ ଯାହା ବୁଝିଛି ସେଇଟାই ଠିକ୍, ମୋ ଲାଇଫଟା ମୁଁ ଯେଭାବେ କଟଉଛି ସେଇଟାই ଠିକ୍। ତାର ଆଗେ ମୁଁ ନିଜକୁ ଯେ ଟିକେ ତିଆରି କରିପାରେ ବା ମୁଁ ଯେ ନିଜକୁ ଟିକେ ପଜିଟିଭ ଭାବିପାରେ, ମୁଁ ନିଜକୁ ଟିକେ ସୁନ୍ଦର ଭାବିପାରେ, ଏଟା ଚେଷ୍ଟା ବି ମୁଁ କରେନି। ସ୍ୱାମୀ ବିବେକାନନ୍ଦ କହୁଛନ୍ତି ଜଣେ ଦୋକାନଦାର ସେ କୁହେ ମୁଁ ଠିକ୍ ଦୋକାନଦାର। ଦୋକାନଦାର ଯିଏ ନ କରିଛି ସିଏ କ'ଣ ଜାଣିବ? ମାନେ ଦୋକାନଦାରଟା ହିଁ ବଢ଼ିଆ ବିଜନେସମ୍ୟାନ୍। ଆଉ ଜଣେ କହୁଛି ମୁଁ ଚୋର, ମୁଁ ହିଁ ଠିକ୍, ମୁଁ ସବୁ ଜାଣିଛି କେମିତି କ'ଣ କରିବାକୁ ହୁଏ। ମାନେ ମୁଁ ଯାହା କରୁଛି ସେଇଟାই ଠିକ୍, ଅନ୍ୟ ଯିଏ ଯାହା କରୁଛନ୍ତି ସେଟାକୁ ମୁଁ ଠିକ୍ ଭାବି ପାରୁନି।
ଏଇଟା କ'ଣ ହେଉଛି ନା ଜିଦ୍ଦି, ମାନେ ଭିତରେ ଗୋଟେ ଆସିଛି ଯେ ମୁଁ ଯାହା କରୁଛି ସବୁ ଠିକ୍, ମୁଁ ଯେଉଁଟା ଜାଣିଛି ସେତିକି ଠିକ୍। ତ ସେଇ ଆଦର୍ଶ ଯଦି ମୋ ଭିତରେ ନାହିଁ, ମୋ ଠାରୁ କେହି କିଛି ଶିଖିପାରିବେନି। ତ ସେଥିପାଇଁ କହୁଛନ୍ତି ଯେ କେଉଁ ଆଦର୍ଶଟା ସ୍ୱାର୍ଥପର ଏବଂ କେଉଁ ଆଦର୍ଶଟା ନିଃସ୍ୱାର୍ଥପର, ଏଇଟା ଦେଖିବାକୁ ହେବ। ସ୍ୱାମୀ ବିବେକାନନ୍ଦ ବା ବେଦାନ୍ତରେ ମହାପୁରୁଷ ମାନେ କହୁଛନ୍ତି, ବେଦ ଉପନିଷଦ ରୁ ସେମାନେ କହୁଛନ୍ତି, ସେ ସତ୍ୟଟାକୁ ଜାଣିଛନ୍ତି, ଜାଣିକି ସେ ଆମକୁ କହୁଛନ୍ତି ଯେ ତମେ ଗୋଟେ ଆଦର୍ଶ ଜୀବନ ଯାପନ କର। ଆଦର୍ଶ ତାହେଲେ କିଏ? ଆମ ବାପ ମା ଆମର ଆଦର୍ଶ। କିନ୍ତୁ ବାପ ମାଙ୍କର ଆଦର୍ଶ ଅନୁସାରେ ଆମେ ଚାଲୁଛେ, କିନ୍ତୁ ସେଇ ଆଦର୍ଶଟା ମତେ ବଡ଼ କରୁଛି କି? ନିଃସ୍ୱାର୍ଥପରତା କରୁଛି କି? এটা ଦେଖିବାକୁ ହେବ। ଏବଂ ସ୍ୱାମୀ ବିବେକାନନ୍ଦ କଥା କାହିଁ ମାନିବି, ବା ମହାପୁରୁଷଙ୍କ କଥା କାହିଁ ମାନିବି, ବା ବ୍ରହ୍ମଜ୍ଞାନୀ ପୁରୁଷଙ୍କ କଥା କାହିଁ ଶୁଣିବି? ନା, ସେମାନେ ଗୋଟିଏ ଗୋଟିଏ ଆଦର୍ଶ ପୁରୁଷ। ସେମାନଙ୍କୁ ଦେଖିକି ବହୁ ମଣିଷ ଶିଖୁଛନ୍ତି। ସେ ଜୀବନଶୈଳୀ ତାଙ୍କର ଆମେ ଦେଖୁଛେ ଏବଂ ସୁନ୍ଦର ଜୀବନଯାପନ ସେମାନେ କରୁଛନ୍ତି। ତାଙ୍କୁ ଦେଖି ମଣିଷ ନିଜକୁ ଆଦର୍ଶବାନ ତିଆରି କରୁଛି। ତ ସେଇ ଆଦର୍ଶଟା ମୁଁ ମହାପୁରୁଷଙ୍କର ଅନୁସରଣ କରିବି, ନା ମୋ ଇଚ୍ଛା ଭଳିଆ ମୁଁ ଚାଲିବି? ମୋର ଯେଉଁଟା ଭଲ ଲାଗିଲା ମୁଁ ସେଇଟା କରିବି। এই যে ମୋ ମନ ହାତରେ ମୁଁ ବାଡ଼ିଟା ଦେଇଦେଇଛି। ଯେମିତି ଛୋଟ ପିଲାଙ୍କ ହାତରେ ବାଡ଼ି ଦେଇଦେଲେ ସିଏ ଯାହା ଅଛି ଭାଙ୍ଗିଦେବେ। ସେଠି କାଚ ଗ୍ଲାସ୍ ଥାଉ, କୌଣସି ବୋତଲ ଥାଉ କି ଲାଇଟ୍ ଥାଉ, ସେ ଭାଙ୍ଗିଦେବେ, କାହିଁକିନା ତାଙ୍କ ହାତରେ ବାଡ଼ିଟା ପଡ଼ିଛି। ଠିକ୍ ସେମିତି ଆମର ଯେଉଁ ମନ, ଏଇ ମନକୁ ଆମେ ଶାସନ କରିନେ। এই বেদান্ত চর্চারে কোণ হুଏ না মনটাকে আমি শাসন করিপারু। আদর্শবান পুরুষକୁ স্মরণ কলে বা আদর্শবান পুরুষଙ୍କର সহিত রহিলে, সৎসঙ্গরে রহিলে, তাহলে আমার চিন্তা গুড়িক গোটিয়ে শাসନରେ চালিব। ସେ ଆମେ ଆଦର୍ଶବାନ ପୁରୁଷ ହେଇପାରିବା, ଆମଠାରୁ ଲୋକ ଶିଖିପାରିବେ। ତ ଆମେ ସେଇଟା ନ କରିକି ଆମେ କରୁଛେ କ'ଣ ନା, ନିଜ ମନ ହାତରେ ଆମ ନିଜକୁ ସମର୍ପଣ କରିଦେଇଛେ ଯେ ମନ ଯାହା କହିବ ଆମେ ସେଇଆ କରିବୁ। ଏଥିରେ କ'ଣ ହେଉଛି ନା ଆଦର୍ଶ ନଷ୍ଟ। ମୋ ଠାରୁ ମୋ ପିଲା କ'ଣ ଶିଖିବେ? କାହିଁକିନା ମୋର ମନ, ମୋ ମନରେ ମୁଁ ମୋ ଜୀବନଟାକୁ ଛାଡ଼ି ଦେଇଛି। ମୋ ମନ ଯାହା କହିବ ମୁଁ ସେଇଆ କରିବି। ମନ କହିବ ରାଗି ଯା, ମନ କହିବ ଘୃଣା କର, ମନ କହିବ ବିରକ୍ତ ହ, ମନ କହିବ ଏଇଟା କରିବିନି, ଏଇଟା ମୁଁ ଖରାପ, ଯେତେ ଦୁର୍ବଳତା କଥା ମନ ମୋତେ ଯାହା ବୁଝେଇବ ମୁଁ ସେଇଆ ବୁଝିବି। ତାହେଲେ ମୋ ଜୀବନଟାକୁ ମୁଁ ମନ ହାତରେ ଦେଇଦେଇଛି। ଏବାରେ ମନ ଯାହା ଇচ্ছে ତା କରିବ। ତ ମହାପୁରୁଷ ମାନେ କହୁଛନ୍ତି ମନ କ'ଣ ଜିନିଷ ନା କିଛି ଚିନ୍ତାର ସମଷ୍ଟିର ନାଁ ହେଉଛି ମନ। ତାପରେ କ'ଣ କହୁଛି ନା ମନ କ'ଣ ନା ମନ ହେଉଛି ଗୋଟେ ମାଙ୍କଡ଼କୁ ଯଦି ମହୁମାଛି ପୁଳାଏ ମାରିଦେଲେ ଏବଂ ତାକୁ ପୁଳାଏ ମଦ ଖୁଆଇଦେଲ, ସେଇ ମାଙ୍କଡ଼ର ଅବସ୍ଥା ଯାହା ଆମ ମନର ଅବସ୍ଥା ସେଇଆ। କେତେବେଳେ ଯେ ସେ ମନ କ'ଣ ଚାହେଁ, କ'ଣ କରିବାକୁ ଚାହେଁ ଆମେ ଜାଣିନେ। ସେଇ ମନ ହାତରେ ଆମ ଜୀବନଟାକୁ ଆମେ ସମର୍ପଣ କରିଦେଉଛେ। କିନ୍ତୁ ଆମେ ଜଣେ ମହାପୁରୁଷଙ୍କୁ ନିଜ ଜୀବନକୁ ସମର୍ପଣ କରୁନେ, ଭୟ ପାଉଛେ। ସେମାନେ କ'ଣ କହୁଛନ୍ତି ନା ତମେ ନିଜର
ଚିନ୍ତାଧାରା ଗୁଡ଼ିକୁ ସୁନ୍ଦର କର। ଯାହା ସତ୍ୟ ସେଇଟା ଧର, ଯାହା ପଜିଟିଭ ସେଇଟାକୁ ଧର, ଗୋଟେ ଚରିତ୍ର ତିଆରି କର। ତାହେଲେ କ'ଣ ହବ ନା ନିଜେ ଶାନ୍ତି ପାଇବ। ତ ଆମେ 33 କୋଟି ଦେବତାଙ୍କୁ ବିଶ୍ୱାସ କରୁଛେ, ଆମେ ଆଉ ଜଣଙ୍କୁ ବିଶ୍ୱାସ କରୁଛେ ତୁ ଏଇଟା କରିପାରିବୁ, ତୁ କରିଦେ। କିନ୍ତୁ ଆମେ ଜାଣିନେ ଆମେ ବି ଏଇ କାମଟା କରିପାରିବା। ମଣିଷ ଶ୍ରେଷ୍ଠ ଜୀବ, ସେ ଚାହିଁଲେ ସବୁ କରିପାରିବ। କିନ୍ତୁ ତାକୁ ଦେଖିବାକୁ ହବ ଆଦର୍ଶ ମହାପୁରୁଷ ମାନଙ୍କର ସଙ୍ଗ କରିବାକୁ ହବ। ଆଦର୍ଶବାନ କୋଉମାନେ? କାହାକୁ ମୁଁ ଆଦର୍ଶ କରିବି, କାହାକୁ ଦେଖି ମୁଁ ବଡ଼ ହେବି, କାହାକୁ ଦେଖିକି ମୁଁ ଭଲଟା ମନ୍ଦଟା ବିଚାର କରିପାରିବି। ତ ଏଇ ଭଲ ମନ୍ଦ ବିଚାର କରି ମୁଁ ସେଇ ରାସ୍ତାରେ ଯିବି। ଆଗେ ଆମେ ଯାହା ଭାବିଥିଲେ, ଅତୀତରେ ଆମେ ଯାହା ଭାବିଛେ, ବର୍ତ୍ତମାନେ ଆମେ ତା ଅଛେ। ଏବଂ ବର୍ତ୍ତମାନରେ ଯାହା ଭାବନା କରିବା, ଚିନ୍ତା କରିବା, ଭବିଷ୍ୟତରେ ଆମର ସେମିତିଆ ଦିନ କାଟିବାକୁ ହବ। ତ ବର୍ତ୍ତମାନଟା ଯଦି ଆମେ ଆଦର୍ଶ ପୁରୁଷଙ୍କୁ ଆମେ ଯଦି ସ୍ମରଣ କରିବା ବା ଆଦର୍ଶବାନ ହବାକୁ ଚେଷ୍ଟା କରିବା, ବେଦାନ୍ତ ଚର୍ଚ୍ଚା କରିବା, ତାହେଲେ କ'ଣ ହବ ନା ଆମର ଭବିଷ୍ୟତଟା ସୁନ୍ଦର ହବ। ଭବିଷ୍ୟତଟା ନିଜର ଏଇ ଯେ ଶାନ୍ତ ମନ, ଶାନ୍ତ ଚିନ୍ତା, ଏଇଟାକୁ ନେଇକି ତ ଶାନ୍ତିରେ ଶୋଇ ବି ପାରିବ, ଖାଇ ତ ପାରିବ, ରହି ତ ପାରିବ। ନହେଲେ ଭିତରେ ଅଶାନ୍ତ ଚିନ୍ତା, ଅସୁସ୍ଥ ଚିନ୍ତାକୁ ନେଇ କେହି ଭଲରେ ନାହାନ୍ତି, ରହି ବି ପାରିବେନି। ସେଥିପାଇଁ କି ସ୍ୱାମୀ ବିବେକାନନ୍ଦ କହିଲେ, ଭଗବାନ କହିଲେ ତମେ ଦାମୀ। ସେଥିପାଇଁ ମହାପୁରୁଷ ମାନେ କହିଲେ, ମୁନି ଋଷି ମାନେ କହିଲେ ଅମୃତସ୍ୟ ପୁତ୍ରା, ତମେ ସେଇ ବ୍ରହ୍ମ ବା ଈଶ୍ୱର। ମହାପୁରୁଷ ସବୁବେଳେ ତମକୁ ଦାମୀ କରିବେ, ତମେ ଦାମୀ, କାହିଁକିନା ସିଏ ଦାମୀ। ଯଦି ଗୋଟେ ମଣିଷ ନିଜକୁ ଦାମୀ ତିଆରି କରେ, ରେସପେକ୍ଟଫୁଲ ତିଆରି କରେ, ତେବେ ହିଁ ଅନ୍ୟମାନଙ୍କୁ ସେ ରେସପେକ୍ଟ ଦେଇପାରେ। ଯେ ନିଜକୁ ରେସପେକ୍ଟ ଦିଏନି, ସେ ଅନ୍ୟକୁ ରେସପେକ୍ଟ ଦେଇପାରିବନି। ସେଥିପାଇଁ କି ମହାପୁରୁଷ କୁହନ୍ତି ଯେ ତମେ ଏଇ ବେଦାନ୍ତ ଚର୍ଚ୍ଚା କଲେ କ'ଣ ହବ ନା ନିଜକୁ ସମ୍ମାନ କରିବ ଏବଂ ଅନ୍ୟମାନଙ୍କୁ ସମ୍ମାନ ଦେଇପାରିବ। ନିଜକୁ ବଡ଼ ଭାବିପାରିବ ଏବଂ ଅନ୍ୟମାନଙ୍କୁ ବି ବଡ଼ ଭାବିପାରିବ। ନିଜକୁ ସୁନ୍ଦର କରିବା ପାଇଁକି ଏଇ ମହାପୁରୁଷଙ୍କ ସଙ୍ଗ କରିବା, ଏଇ ଆଦର୍ଶବାନ ହେଇ ଉଠିବା। ଯଦି ଆମେ ନିଜକୁ ଆଦର୍ଶବାନ କରିବା, ତାହେଲେ ଆମର ପିଲା ଛୁଆ ପରିବେଶ ଆମଠାରୁ କିଛି ତ ନା କିଛି ଶିଖିବେ। ପୁରାଟା ନ ଶିଖିଲେ କିନ୍ତୁ କିଛି ତ ଶିଖିବେ। ତ ସେଥିପାଇଁ କି ଆମେ କିଭାବେ ଜୀବନ ଯାପନ କରୁଛେ, ସେଇଟାକୁ ଆମକୁ ଟିକେ ପରିବର୍ତ୍ତନ କରିବାକୁ। ବେଦାନ୍ତ ଚର୍ଚ୍ଚାରେ ନିଜକୁ ପରିବର୍ତ୍ତନ କରିହୁଏ। ନହେଲେ ଏକି ଚିନ୍ତା, ଏ ଗୋଟିଏ ପ୍ରକାର ଚିନ୍ତାକୁ ନେଇ କେହି ଭଲରେ ରହିପାରିବେନି। ସେଇ ପୁରୁଣା ଚିନ୍ତା, ଆମେ ଆମର ବାପ ମା ଅଛନ୍ତି, ଜେଜେ ମା, ତାଙ୍କ ପରେ ଆମେ ବିରକ୍ତ ହଉ କାହିଁକି ନା ସେମାନେ ଗୋଟିଏ ଚିନ୍ତାର କଥା ହିଁ କୁହନ୍ତି। ତ ଆମେ ଚାହୁଁ କି ଟିକେ ନୂଆ କିଛି। ଆମେ ନା ମାନେ ମନ କ'ଣ ଚାହେଁ, ମନ ସବୁ କିଛି ନୂଆ ଚାହେଁ। ସେ ଏକା ଡାଲମା ଭାତ ନା ଆଉ ଟିକେ ଚେଞ୍ଜ ହେଇଗଲା। ବିଭାଘରରେ, ଯେ ଶ୍ରାଦ୍ଧ ଘରେ ସବୁ ଆଗେ ଯେମିତି ଥିଲା ଏଇନା ସେମିତି ଚାଲିନି।
परिवर्तन ही संसार नियम। विवाह खाइबा पीवा परिवर्तन हो जाइए, श्राद्ध घरे भी खाइबा पीबार परिवर्तन हो जाइए। किंतु जदि आमर चिंताधारा परिवर्तन न हो ताहले आमे केबे भी शांति रे रही परिबानी। हमको जदि आग भाया से श्राद्ध घरे चूड़ा दही दियंती आमे खाइबानी, कहीं परिवर्तन आमे खाई आसीचे। भल मंद कर आमे खाइबा। विवाह से एका डालमा भात आमे खाइबानी, कहीं आमे परिवर्तन चाहूचु। भगवान कौन कहले एबे निजर मनटा को परिवर्तन कर, चिंता गुड़ी को परिवर्तन कर। से अतीतर चिंता नहीं जदि तमे रहिबो, चिंतार जदि परिवर्तन न करिबो, ठीक तुमको तुम पिला माने पसंद करिवेनी। तमे जेमती तुम माँ बापा को पसंद करून, ठीक सेम तुम पिला भी तुम करिवेनी, पसंद करिवेनी। कहीं से एक ही चिंता, पिला माने विरक्त हो जाउछंती। एक ही तो कथा बापा माँ कहिबे, एटा करनी सेटा करनी। आम बापा माँ गोटे कथा से पुराणा, खाइबा तांकर से गोटे पखाड़ कर दिए गला हो गला। किंतु आजिर पिला कहउछंती ना नहीं पखाड़ नुह, परिवर्तन चाहूछंती समस्ते। तो महापुरुष कहले सबू तो परिवर्तन है, कपड़ार परिवर्तन है, ग्रामर परिवर्तन है, सहर परिवर्तन है, किंतु चिंताधारार परिवर्तन हेलानी। भगवान भल कही जे आदिम काल मनीष जेमती हिंसा क्रोध नेगिरी जीवन यापन करुतिला, आजिर मनीष भी एते स्वाधीनता है, एते किछि पाइबा परे भी माने आगे जमती बहुत कष्ट रे जीवन यापन करुतिले, एना कष्ट नहीं, सब सहज। किंतु फिर भी से हिंसावाद अहंकार नहीं जर्जरित मनीष। वर्तमान हिंसा करी करी मनीष निजे भी निजको घृणा कलनी। गोटे समय आसे जे निजको निजे मु मिछ कहबी, मु परनिंदा परचर्चा करी के दिन वर्षे 5 वर्ष 10 वर्ष तापर विरक्त हो जाबी, मु निजे ही विरक्त हेबी मो उपरे। कहीं चिंता एका चिंता गोटे चिंता को नहीं मु भी बेसी दिन रही परिबिनी। कहीं आम भीतर ईश्वर अछंती, तांको भल लागबनी बेसी दिन, सी भी टिके परिवर्तन दरकार। मनीष निजे निजर परिवर्तन करे तो समय अनुसार परिस्थिति अनुसार से परिवर्तन हो जाए। तो ये वेदांत चर्चा कौन हो ना, निजको तमे परिवर्तन करिवार सुजोगटा पाउछ। तो निजको तमे श्रद्धा करि परिबो एवं समस्ते तुमको श्रद्धा भी करि परिबे। तो निजको विश्वास करिबा पाएंगी, निजको भल पाइबा पाएंगी, यही आध्यात्मिक पथ। नमस्कार।